ହେଉଛି ଶକ୍ତିର ଉତ୍ସ। ଯେହେତୁ ପାଠାଗାର ମାନେ ଜ୍ଞାନ ବିତରଣ ଉପରେ ସହାୟକ ହେଉଥିଲେ, ଏହା ଆକ୍ରମଣକାରୀ ଓ ଲୁଣ୍ଠନକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିଲା ଏବଂ ଚକ୍ଷୁଶୂଳ ମଧ୍ୟ ହେଉଥିଲା। ତେଣୁ ଏହି ଜ୍ଞାନ ଶକ୍ତିର ଉତ୍ସ କେନ୍ଦ୍ରକୁ ସେମାନେ ସବୁବେଳେ ଆକ୍ରମଣ ଓ ଲୁଣ୍ଠନ କରିବାର ପ୍ରୟାସ କରୁଥିଲେ। ବକ୍ତିୟାର ଖିଲଜି ତୁର୍କୀରୁ ଆସି ଭାରତରେ ରାଜ୍ୟ ଜୟ ଓ ଲୁଣ୍ଠନ ପରେ ଆଖି ପକାଇଥିଲେ ନାଳନ୍ଦା ବିଶ୍ୱବିଦ୍ୟାଳୟର ବିଶ୍ୱବିଖ୍ୟାତ ପାଠାଗାର ଉପରେ। ଶକ୍ତିର ଉତ୍ସର ବିଶାଳତା ଓ ତାକୁ ତାଙ୍କ ଦେଶକୁ ସ୍ଥାନାନ୍ତରଣ କରିବା ଅସମ୍ଭବ ବୋଲି ଉପଲବ୍ଧି କରି ତାକୁ ସେ ନଷ୍ଟ କରିବାକୁ ମନସ୍ଥ କରିଥିଲେ ଏବଂ ସେଥିପାଇଁ ସେଥିରେ ସେ ଲଗାଇ ଦେଇଥିଲେ ନିଆଁ। ତାମ୍ରପତ୍ର ଓ ତାଳପତ୍ରରେ ଲିଖିତ ଏହି ବିଶାଳ ସଂଖ୍ୟକ ପୁସ୍ତକ ଜଳିପୋଡ଼ି ପାଉଁଶ ହେବା ପାଇଁ 3 ମାସରୁ ଉର୍ଦ୍ଧ୍ୱ ସମୟ ଲାଗିଥିଲା। ସେହି ଅମୂଲ୍ୟ ଧରୋହର ଯଦି ଜଳିପୋଡ଼ି ପାଉଁଶ ହୋଇଯାଇନଥାନ୍ତା, ତେବେ ଭାରତ ବିଶ୍ୱରେ ଏକ ବୌଦ୍ଧିକ ସମ୍ପନ୍ନ ରାଷ୍ଟ୍ର ହେବା ସହ ବିଶ୍ୱଗୁରୁ ହେବାର ଦକ୍ଷତା କେବେଠୁ ଅର୍ଜନ କରି ସାରନ୍ତାଣି। ପାଠାଗାରରେ ଆମେ ଯେଉଁ ସାମ୍ପ୍ରତିକ ସ୍ୱରୂପ କାଗଜର ପୁସ୍ତକ ଦେଖୁଛୁ, ତାହାର ଆୟୁ କାଳ ମାତ୍ର 600 ବର୍ଷ ପୁରୁଣା। ଜର୍ମାନର ଜୋହାନ୍ସ ଗୁଟେନବର୍ଗ ଛାପାଖାନା ଉଦ୍ଭାବନ କଲେ 1440 ମସିହାରେ। ଏହାର ଗୋଟିଏ ଶତାବ୍ଦୀ ପରେ ଭାରତକୁ ଆସିଲା ଛାପାଖାନା। ଛାପାଖାନା ସିନା ଆସିଲା, ମାତ୍ର ଦେଶରେ ଥିବା ଅତୀତର ସେହି ପାଠାଗାର ସଂସ୍କୃତି ବିସ୍ମୃତି ଗର୍ଭରେ ରହିଯାଇଥିଲା। ଏବେ ଆମେ ଆମ ଦେଶରେ ଯେଉଁ ପାଠାଗାର ସଂସ୍କୃତି ଦେଖୁଛୁ, ତାହା ଆରମ୍ଭ ହୋଇଥିଲା 1690 ଖ୍ରୀଷ୍ଟାବ୍ଦରେ, ଯେତେବେଳେ ଇଷ୍ଟ ଇଣ୍ଡିଆ କର୍ମଚାରୀ ମାନଙ୍କର ଭାରତ ଆଗମନ ହେଲା ବାଣିଜ୍ୟ ଉଦ୍ଦେଶ୍ୟରେ। ସେମାନେ ପୁସ୍ତକର ପଠନ ଓ ପ୍ରସାର ପାଇଁ ଦେୟମୁକ୍ତ ପାଠାଗାର ଗଠନ କଲେ। ମାତ୍ର ଇଂରେଜ ପଢୁଆ ଶିକ୍ଷିତ ନଥିବାରୁ ସେସବୁ ବହିକୁ କିଏ ନେଇ ବ୍ୟବହାର କଲେ ନାହିଁ। ବାଣିଜ୍ୟରୁ ଯାଇ ଯେତେବେଳେ ସେମାନେ ଶାସନର ଡୋର ସମ୍ଭାଳିଲେ, ଚିନ୍ତା କଲେ ଶାସନ ପରିଚାଳନା ପାଇଁ କିଛି ଶିକ୍ଷିତ ଭାରତୀୟଙ୍କର ଆବଶ୍ୟକତା ରହିଛି। ଇଂଲଣ୍ଡ ପରି ଏଠାରେ ମଧ୍ୟ କଲେଜ ପ୍ରତିଷ୍ଠା ହେବା ଦରକାର। ଫଳସ୍ୱରୂପ 1800 ମସିହାରେ ଭାରତରେ ପ୍ରଥମ କଲେଜ ସ୍ଥାପନ କରାଗଲା ଏବଂ ଏହାର ବହୁ ବର୍ଷ ପରେ 1857 ମସିହାରେ ଏକାଥରକେ 3 ଗୋଟି ବିଶ୍ୱବିଦ୍ୟାଳୟ କଲିକତା, ବମ୍ବେ, ମାଡ୍ରାସରେ ପ୍ରତିଷ୍ଠା କରାଗଲା। କ୍ରମେ କ୍ରମେ ଶିକ୍ଷାର ବିକାଶ ସହ ପାଠାଗାର ସଂସ୍କୃତିର ବିକାଶ ମଧ୍ୟ ଆରମ୍ଭ ହେଲା। ଆଧୁନିକ ପାଠାଗାର ସଂସ୍କୃତି ଆରମ୍ଭ। ହ୍ୟାଲୋ ସାର୍ ପ୍ରୋସିଡ୍ ସାର୍। ହ୍ୟାଲୋ ସାର୍ ଆଗନ୍ତୁ। ଆଧୁନିକ ପାଠାଗାର ସଂସ୍କୃତି ଆରମ୍ଭ ହେବାର ବହୁ ପୂର୍ବରୁ ମଧ୍ୟ ଆମ ଦେଶ ଓ ଆମ ରାଜ୍ୟରେ ପୋଥିପାଠର ପରମ୍ପରା ଚଳି ଆସୁଥିଲା। ଜଗନ୍ନାଥ ମନ୍ଦିରରେ ସଂସ୍କୃତରେ ସାମୂହିକ ଶ୍ରବଣ ଓ ଆଲୋଚନା ପାଇଁ ସଂସ୍କୃତ ଭାଗବତକୁ ପଠନ କରାଯାଉଥିଲା। ଏହି ଭାଗବତ ପଠନ ପରମ୍ପରା ବହୁ ପ୍ରାଚୀନ ଥିଲା ମଧ୍ୟ। ସଂସ୍କୃତ ସାଧାରଣ ଶ୍ରୋତାଙ୍କୁ ଆକୃଷ୍ଟ କରିପାରୁନଥିଲା କିମ୍ବା ବୋଧଗମ୍ୟ ହେଉନଥିବାରୁ ଜଗନ୍ନାଥ ଦାସ ତାଙ୍କ ମାଙ୍କର ଆଦେଶରେ ସଂସ୍କୃତ ଭାଗବତକୁ ଓଡ଼ିଆରେ ଅନୁବାଦ କରି ନବାକ୍ଷର ଛନ୍ଦରେ ପ୍ରକାଶ କଲେ ଏବଂ ସେ ପୁସ୍ତକର ଏତେ ବିପୁଳ ଆଦର ଏବଂ ପାଠ୍ୟକତା ବଢ଼ିଲା ଯେ ତାହା ଓଡ଼ିଶାର ପ୍ରତି ଗ୍ରାମେ ଗ୍ରାମେ, ପ୍ରତି ଘରେ ଘରେ ପଠନ କରାଗଲା ଏବଂ ଏହି ପଠନ ପାଇଁ ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା ହୋଇ ପଠନ ଓ ଶ୍ରବଣ କରାଯାଉଥିଲା। କାରଣ ସେତେବେଳେ
ବେଶୀ ମାତ୍ରାରେ ଶିକ୍ଷିତ ଲୋକ ନଥିଲେ, ଯେଉଁ ଅଳ୍ପ କତିପୟ ଶିକ୍ଷିତ ଲୋକ ଥିଲେ ସେମାନଙ୍କ ଦ୍ୱାରା ପଠନ କରାଯାଏ, ଅନ୍ୟମାନେ ଶ୍ରୋତା ହିସାବରେ ତାକୁ ଗ୍ରହଣ କରୁଥିଲେ। ଭାଗବତ ପୋଥିକୁ ସେତେବେଳେ ଦେବତାର ମାନ୍ୟତା ପ୍ରଦାନ କରାଯାଇଥିଲା ଏବଂ କେବଳ ଦେବତାର ମାନ୍ୟତା କରାଯାଇଥିଲା, ତାକୁ ଦେବତା ଭାବେ ପୂଜା ମଧ୍ୟ କରାଯାଉଥିଲା ଏବଂ ସେଇ ଗୋଟେ ପୁସ୍ତକର ଜନ୍ମଦିନକୁ ମଧ୍ୟ ଭାଗବତ ଜନ୍ମ ହିସାବରେ ପାଳନ କରାଯାଏ। ପାଠାଗାର ସଂସ୍କୃତିର ବହୁ ପୂର୍ବରୁ ଭାରତୀୟ ଜନଜୀବନକୁ ଏକତା ସୂତ୍ରରେ ବାନ୍ଧି ରଖିପାରିଥିଲା 4 ଗୋଟି ପୁସ୍ତକ। ସେଇ 4 ଗୋଟି ପୁସ୍ତକ ଆମ ଭାରତୀୟ ଭୌଗୋଳିକ ସୀମାରେଖାର 4 ଗୋଟି ସ୍ତମ୍ଭ ରୂପେ ପରିଚିତ। ସେଇ 4 ଗୋଟି ପୁସ୍ତକ ହେଲା ବେଦ, ଭଗବତ ଗୀତା, ରାମାୟଣ ଓ ମହାଭାରତ। ବହୁ ଭାଷାଭାଷୀ ରାଜ୍ୟ ହୋଇଥିବା ସତ୍ତ୍ୱେ ସଂସ୍କୃତରେ ଲିଖିତ ଏହି 4 ଗୋଟି ପୁସ୍ତକ ଭାଷାର ପ୍ରାଚୀରକୁ ହଟାଇ ସର୍ବଜନ ଗ୍ରାହ୍ୟ ଓ ଲୋକପ୍ରିୟ ହୋଇଥିଲା। ବେଦ ଈଶ୍ୱରଙ୍କ ସ୍ତୁତି, ଧର୍ମୀୟ ବାଣୀ, ଧାର୍ମିକ ଅନୁଷ୍ଠାନ ପରିଚାଳନା, ଶତ୍ରୁ ରୋଗନାଶକ, ଆୟୁର୍ବେଦୀୟ ଜ୍ଞାନ ପ୍ରଦାନ କରୁଥିବା ବେଳେ ଭଗବତ ଗୀତା ଯୋଗ, ଯଜ୍ଞ, ଭକ୍ତି ଓ କର୍ମ ଦ୍ୱାରା କିପରି ଜୀବନ ନିର୍ବାହ କରିହେବ ତାକୁ ଶିକ୍ଷା ଦେଉଥିଲା। ରାମାୟଣ ଓ ମହାଭାରତ ଗ୍ରନ୍ଥଦ୍ୱୟ ନୀତି, ଅନୀତି, ଧର୍ମ, ଅଧର୍ମ, ଶାସନ ଓ ପ୍ରଶାସନ ସହ ସାମାଜିକ ଜୀବନରେ ନୈତିକତା ଓ ଆଦର୍ଶ ପ୍ରତିଷ୍ଠାର ମାର୍ଗଦର୍ଶନରେ ସହାୟକ ହେଉଥିଲା। ଆଜି ବିଭିନ୍ନ ଭାଷାଭାଷୀ ଓ ଭିନ୍ନ ଭିନ୍ନ ସଂସ୍କୃତି ସତ୍ତ୍ୱେ ଏକତା ସୂତ୍ରରେ ବାନ୍ଧି ରହିଥିବା ଭାରତବର୍ଷ କେବଳ ଏହି 4 ଗୋଟି ପୁସ୍ତକ ଦ୍ୱାରା ସମ୍ଭବ ହୋଇପାରିଅଛି। ଏବେ ପୁସ୍ତକ ପ୍ରକାଶନର ସଂଖ୍ୟା ବଢ଼ିଛି ବି ପାଠକଙ୍କ ସଂଖ୍ୟା। ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏ ସବୁଠି ସ୍ଥାପିତ ହୋଇଛି ପାଠାଗାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ପାଠାଗାର, ସ୍କୁଲ ଏବଂ କଲେଜ ମାନଙ୍କୁ ପୁସ୍ତକ ଯୋଗାଇ ଦିଆଯାଉଅଛି। ଏତଦ୍ ବ୍ୟତୀତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କର ମଧ୍ୟ ରହିଛି ପାଠାଗାର। ମାତ୍ର ବିଡ଼ମ୍ବନାର ବିଷୟ ଯେ ଏହିକି ଯେ ଏହି ପୁସ୍ତକ ମାନେ କେବଳ ପାଠାଗାରର ଆଲମିରା ଭିତରେ ସଜା ହୋଇ ରହିବାର ସୌଭାଗ୍ୟ ସିନା ପାଉଛନ୍ତି, କୌଣସି ପାଠକୀୟ ସ୍ପର୍ଶ ଲାଭ କରୁନାହାନ୍ତି। ଏବେ ପୁସ୍ତକ ମାନେ ସହଜଲଭ୍ୟ ହୋଇଥିବା ସତ୍ତ୍ୱେ ପାଠକ ମାନଙ୍କର ସଂଖ୍ୟାରେ ଆଶାତୀତ ଅଭିବୃଦ୍ଧି ଘଟୁନାହିଁ। ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଯାଏ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ପାଠ୍ୟପୁସ୍ତକ ବହିର୍ଭୂତ ଅନ୍ୟ ଜ୍ଞାନବର୍ଦ୍ଧକ ପୁସ୍ତକ ପଠନ ରୁଚି ଆଦୌ ରଖୁନାହାନ୍ତି କହିଲେ ଚଳେ। କେବଳ ତାଙ୍କର ପାଠ୍ୟ ଅନ୍ତର୍ଗତ ପୁସ୍ତକକୁ ସେମାନେ ପଢ଼ି ଧୀମାନ ହେବା ଏବଂ ବୃତ୍ତିଗତ ଜୀବନରେ ପାରଦର୍ଶିତା ଦେଖାଇବାର ପ୍ରଚେଷ୍ଟା ରହୁଛନ୍ତି ଏବଂ ଥରେ ବୃତ୍ତିଗତ ଜୀବନରେ ସେମାନେ ପଶିଗଲେ ଆଉ ନା ତାଙ୍କର କୌଣସି ପଢ଼ା ବହି କିମ୍ବା ଅନ୍ୟ ପଢ଼ା ବ୍ୟତିରେକ ଅନ୍ୟ କୌଣସି ଆଧ୍ୟାତ୍ମିକ, ସାଂସ୍କୃତିକ, ଐତିହାସିକ ପୁସ୍ତକ ପଢ଼ିବାର ଆଗ୍ରହ ସେମାନେ ଆଦୌ ରଖୁନାହାନ୍ତି। ଜୋହାନ୍ସ ଗୁଟେନବର୍ଗ ଠାରୁ ଯାତ୍ରା ଆରମ୍ଭ କରିଥିବା ଏହି ପୁସ୍ତକ ଏବେ ଗୁଗୁଲ ପାଖରେ ବନ୍ଦୀ ହୋଇଯାଇଛି। ଗୁଗୁଲର ପ୍ରଦତ୍ତ ସୀମିତ ସୂଚନା ମାଧ୍ୟମରେ ନିଜର ଜିଜ୍ଞାସାକୁ ମେଣ୍ଟାଇ ପାରୁଥିବା ପ୍ରତିଟି ଛାତ୍ର ପରିଶ୍ରମ କରି ପୁସ୍ତକ ପଢ଼ିବାକୁ ପସନ୍ଦ କରୁନାହିଁ। ଫଳରେ ପାଠାଗାରରେ ସଜ୍ଜିତ ଥିବା ବହି ବର୍ଷ ବର୍ଷ ଧରି ପାଠକ ହାତର ସ୍ପର୍ଶ ପାଇବାରୁ ବଞ୍ଚିତ ରହୁଛି। ଅସ୍ତିତ୍ୱ ହରାଇ ସାରିଥିବା ରେଡ଼ିଓ ଓ ଆଣ୍ଡ୍ରଏଡ୍ ଫୋନ୍ ଆସିବା ପରେ ଅସ୍ତିତ୍ୱ ହରାଇବାକୁ ଯାଉଥିବା ଟିଭି ପରି ଗୁଗୁଲ କ'ଣ ଦିନେ ହରାଇଦେବ ପାଠାଗାରର ଅସ୍ତିତ୍ୱ ଏବଂ ପୁସ୍ତକର ଅସ୍ତିତ୍ୱକୁ। କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ପୁସ୍ତକ ମଣିଷକୁ ଆତ୍ମସଚେତନ କରାଏ। ଆତ୍ମସଚେତନ ହେଲେ ମଣିଷ ଈଶ୍ୱର ପଦବାଚ୍ୟ ହୁଏ। ମଣିଷର ଆତ୍ମିକ ବିକାଶ ଯାତ୍ରା ପଥରେ ଗୁଗୁଲ କିଛି ବିକାଶ କରିପାରିବ ନାହିଁ ବା ପଥ ପ୍ରଦର୍ଶନ କରିପାରିବ ନାହିଁ। କେବଳ ଆମର ଆତ୍ମିକ ବିକାଶ ପାଇଁ, ପଥ ପ୍ରଦର୍ଶନ ପାଇଁ ପୁସ୍ତକ ହିଁ ଆମକୁ ଅପରିହାର୍ଯ୍ୟ ହୋଇ ରହିବ। ଏହି ମାର୍ଗ ପ୍ରସ୍ତୁତିରେ ପାଠାଗାର ମାନଙ୍କର ଯଥେଷ୍ଟ ଭୂମିକା ରହିଛି ଏବଂ ଯେଉଁମାନେ ଶିକ୍ଷା ବୃତ୍ତିରେ ଅଛନ୍ତି, ତଳ ସ୍ତରରୁ ଉପର ସ୍ତର ଯାଏଁ, ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ସ୍ତର ଯାଏଁ ସମସ୍ତଙ୍କୁ ଅନୁରୋଧ, ସେମାନେ ଛାତ୍ରମାନଙ୍କୁ
पुस्तक अभिमुखी करांतु पठन प्रिय करांतु केवल आम कोर्स रे थिया पाठ पढ़ी से माने ज्ञानी होई परिबे नै जीवन युद्ध रे साबिल होआ कले से माने को बाह्य ज्ञान मध्ये आवश्यक ए कथा कहवा द्वारा मु कहू नै जे से माने तांकर धार्य करायथिवा पाठ्यक्रम विषय को पढ़िबे ता सहित मध्ये तांकर कल्पशक्तिर विकास पाई से माने अन्य पुस्तक पढ़िया उचित अन्य पुस्तक पढ़िले से मानक भीतर जो आवेग प्रवणता भावावेग रहिबो सेटा केवल गूगल माध्यम मिल पारिबो नाही किंबा दृश्य माध्यम टीवी का हमारे जो एंड्रॉइड फोन माध्यम मिल पारिबो नाही पुस्तक पठन जो आवेग दिए पाठक मानकू ता अन्य कोनोसी माध्यम दे पारिबो नाही तो मोर मोर दृढ़ विश्वास छे ई जो समय चक्र जमिति घुरुची आमे जमिति आधुनिक आड़ को जाऊचु पुनश्च प्रत्यावर्तन करू पुस्तक पृथ्वी को एवं सेत बळे आमे उपलब्धि करू आम जीवन रे पाठागार महत्व कौन रही अछि। धन्यवाद पुनश्च समस्त को नमस्कार जनावछि। धन्यवाद सर सुंदर भाबरे आपण वक्तव्य रखिले किंतु सर आउ भी समय नहीं पारिबे आम हाथ रे आउरी अछि 20-25 मिनिट अछि आपण प्रश्न पचार सर। अच्छा प्रश्नोत्तर कार्यक्रम जदि किछि प्रश्न कार्य अच्छी पचारि परिवे सर को। नाले किछि मतामत भी रखी परिवे आम हाथ रे आउरी 25 मिनिट समय अछि। राज्यवर्धन सर प्रणाम। प्रणाम प्रणाम। आज्ञा सर सर आपणकर बहुत पाठागार इतिहास आम शुणिलु भल लगिला आपण कहिले कि वर्तमान पिला माने गूगल पाई बेसी पागल होउछंती एवं पाठागार को जाऊ नांती तो केवल पिला माने तो नुह एटा आमे बड़ मानकठु नै कि पिला समस्त को कहबा जे वर्तमान समय रे गोटे से गूगल आड़ को जीवार गोटे जमती पागलामी बढ़ी जाइए ठीक अच्छे निश्चय तेणु आपण कहले जे आउ थरे पुणी पाठागार संस्कृति फेरियो बोली आपन को विश्वास होची किंतु आमे जेमती विद्यालय रे पिला माननकु नै कि आमे संघर्ष करूचु आमे प्रतिवर्ष पाठागार रे बही किणी कि सेमानकर चॉइस अनुसार आमे मागुचु तमे कोन चाहुचो ताकू आमे जोगेवा को चेष्टा भी करूचु प्रतिवर्ष रे पाठागार कलेबर सिना वृद्धि पाउची किंतु पिलांगर पढिबार आग्रह वृद्धि पाउनी आमे बहुत प्रकार चेष्टा मध्य करूचु पण आपन को मु पचारि आपनकर एते माने एते वर्ष रे एक्सपीरियंस रे जे आजिकार समय रो पिला माने जो माने पर्टिकुलरली 14 वर्ष रु 18 वर्ष वयस्क पिला माननकु आमे कोन कले से माने पुनश्च पाठागार प्रति टिके इंटरेस्ट तांकर बढ़िबो एवं स्कूल माननकर आमे किछि से माननकु ठीक रास्ता रे नै पारिबु सेटा टिके आपण जदी कहिबे सर। हाँ मैडम बहुत बहुत धन्यवाद आपण गोटे बहुत माने उत्तम प्रश्न टे पचारिचंती एटा ए प्रश्न को दुई भाग व्यक्त करा जाय पारे मु काहे कि आशावादी जे पुणी पुस्तक पठन अभ्यास संस्थाप फेरियो बोलती आपण देखिबे सभ्यता सब गोटे वृत्ताकार क्षेत्र माध्यम गति करे आपण जदि एबे आपण शहर जीवन रे जीचती एवं देखुथिबे एबे एकदा जो जिनस को आम प्रत्याख्यान करते व्यवहार कले गाँवली मफ बोल कि आम चिंता करुथे एबे से जिनसर विज्ञापन आम करुचे बड़ बड़ सहर मानक आपड़ जदि बर्तमान पंचतारका होटेल मानक जीवे सेठी बर्तमान कह जाउची माटीहांडी मांस तरकारी खाया को दिया जाउची एवं एई कथा 70-80 वर्ष तल गाँ गहली जीवन रे थिला सहर जीवन रे नथिला एवं आपण देखंतु मांडिया गोटे गरीब मानकर खाद्य थिला बोलकि मध्य ताकू मध्य लोक भारी कुंठार सहकार ये करथले एबे सभ्यतार विकास पर ए जिनस को आम बहुत गर्वर सहकार प्रचार प्रसार करुचु जे मांडिया सकाळ खाइले शरीर सुस्थ रहइबो चूड़ा खाइले भलो फास्ट फूड खाइले भलो नु एवं आमे जो मझिरे किछि दिन चली जाइथिले दिगहरा है कि पुनश्च आम जड़ को फेरिया को प्रयत्न करुचु आम मूल स्थिति को फेरिया को प्रयत्न करुचु आम अनुभव करुचु आम मूल स्थिति ठीक थिला आम जो
ଏଇ ନବ୍ୟ ସଭ୍ୟତାର ମାଧ୍ୟମରେ ଯାଉଛି ତାହା ଠିକ ନୁହଁ ବୋଲି। ତେଣୁ ଏଇ ଯୋଉ ଚକ୍ର ଘୁରୁଛି, ଆପଣ ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟ ପେୟ ଭାଷାର ରୁଚି ପର୍ଯ୍ୟନ୍ତ ସବୁଗୁଡା ଗୋଟେ ଚକ୍ରାକାର କ୍ଷେତ୍ରରେ ବୃତ୍ତାକାର କ୍ଷେତ୍ରରେ ଗତି କରିଥାଏ, ଯୋଉଟା ଆଜି ଆପଣଙ୍କୁ ପୁରୁଣା ଲାଗୁଛି ବା ମରହଟି ବୋଲି ବିଚାର କରାଯାଉଛି। ପୁଣି ଦିନ ଆସିବ ତାହା ଆମକୁ ଆଧୁନିକ ବୋଲିକି ଆମେ ତାକୁ ଗ୍ରହଣ କରିବା। ସେଇ ନ୍ୟାୟରେ ହୁଏତ ସମୟ ଆସିବ, ଆମ ଜୀବଦଶା ଭିତରେ ନ ହେଇପାରିଲେ ମଧ୍ୟ ପରବର୍ତ୍ତୀ ସମୟ ଆସିବ ଯେତେବେଳେ ପୁନଶ୍ଚ ମଣିଷ ପୁସ୍ତକ ପାଖକୁ ମୁହଁ ନେବ ଏବଂ ଏଇ ଯୋଉ ସବୁ ସକଳ ବିଳାସ ବେସନ ଗୁଗୁଲ ଆଣ୍ଡ୍ରଏଡ ଏଇ ସବୁ ଜିନିଷର ମୁହଁ ଫେରାଇକି ପୁସ୍ତକ ଭିତରେ ନିଜକୁ ନିବେଶ କରିବାକୁ ଚେଷ୍ଟା କରିବ। କାରଣ ଗୋଟିଏ ସବୁ ଜିନିଷର ବ୍ୟବହାର ଗୋଟେ ସୀମା ଥାଏ, ସେ ସୀମା ଲଙ୍ଘନ କରିଗଲା ପରେ ମଣିଷ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରେ ମୂଳ ପର୍ଯ୍ୟାୟକୁ। ମୁଁ ଆଶା କରୁଛି ସେ ମୂଳ ପର୍ଯ୍ୟାୟ ହେଉଛି ପୁସ୍ତକ ପଠନ। ସେଥିପାଇଁ ମୋର ଏଇ ଯୋଉ ଦୃଢ ବିଶ୍ୱାସ ରହିଛି ଯେ ଆମେ ଯୋଉ ବିକାଶର ରାସ୍ତାରେ ଯାଉ ଯାଉ ପୁନଶ୍ଚ ପୁସ୍ତକ ପାଖକୁ ଦିନେ ନା ଦିନେ ଫେରିବୁ। ଦ୍ୱିତୀୟ ପ୍ରଶ୍ନ ହେଲା ଯେ ଏବେ ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଆମେ କଣ କଲେ ସେମାନେ ପୁସ୍ତକ ପ୍ରତି ଆକୃଷ୍ଟ ହେବେ। ଆମେ ଆପଣଙ୍କର ମନେ ଥିବ ଆମେ ଯେତେବେଳେ ପିଲାବେଳେ ପାଠ ପଢୁଥିଲୁ, ସେ ବହୁ ଦୂରର ଅତୀତର ନୁହଁ, 60 ବର୍ଷ ତଳର କଥା। ଆମେ ଯେତେବେଳେ ପାଠ ପଢୁଥିଲୁ ତା ପରବର୍ତ୍ତୀ 50-55 ବର୍ଷ ତଳେ, ସେତେବେଳେ ସ୍କୁଲରେ ଗୋଟିଏ ଲାଇବ୍ରେରୀ କ୍ଲାସ ରହୁଥିଲା ଏବଂ ସ୍କୁଲରେ ପ୍ରାର୍ଥନା କ୍ଲାସରେ ପେପର ପଢାଯାଏ, ପିଲାମାନଙ୍କୁ ଶୁଣା ଯାଉଥିଲା ଏବଂ ପ୍ରତ୍ୟେକ ପିଲା ଲାଇବ୍ରେରୀରୁ ଗୋଟେ ପୁସ୍ତକ ଇସ୍ୟୁ କରିକି ତା ନାଁରେ ନେବ ଏବଂ ସେ ପୁସ୍ତକରୁ କଣ ପଢିଲା କଣ ଶିଖିଲା ସେ ଆସିବ ଆଉ ଗୋଟେ କ୍ଲାସରେ କହିବ। ସେଦିନ 5-10 ଜଣ ପିଲା ବି ସେତେବେଳେ ମଧ୍ୟ କହୁଥିଲେ। ଏଇ ଯୋଉ ପ୍ରକ୍ରିୟା ହେଉଥିଲା ପିଲାମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିଲା ବିଭିନ୍ନ ପୁସ୍ତକ ଅଧ୍ୟୟନ କରିକି, ଯେହେତୁ ସେ ପୁସ୍ତକ ସେ କଣ ପଢିଲା କଣ ବୁଝିଲା ସେ ବିଷୟରେ ତାକୁ କହିବାର ଅଛି। ସେ ପୁସ୍ତକକୁ ଗଭୀର ଅଧ୍ୟୟନ କରିକି ତାକୁ ତାର ଯାହା ବୁଝୁଥିଲା ତାକୁ ସେ ଆସିକି କହୁଥିଲା। ହୁଏତ ତାର ଅବବୋଧ ଭିତରେ ଭୁଲ ଥାଇପାରେ, କିନ୍ତୁ ସେ ପୁସ୍ତକକୁ ଯାହା ପଢିଥିଲା ଯେମିତି ବୁଝିଥିଲା ସେମିତି ଭାବରେ ସେ ଆସିକି ପ୍ରକାଶ କରୁଥିଲା। ତାହା ମଧ୍ୟ ଗୋଟେ ଦିଗରେ ଆମର ନୂଆ ନୂଆ ପିଲାଙ୍କୁ ପଠନମୁଖୀ କରିବା ପାଇଁ ପାଠାଗାରକୁ ଯିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରୁଥିଲା। ଏବେ କଣ ହଉଛି ଆମର ଏଇ ସାମ୍ପ୍ରତିକ ପାରିବାରିକ ଜୀବନ ଭିତରେ ଆଉ ଆଇମା ସଂସ୍କୃତି ନାହିଁ, ଜେଜେମାର ସଂସ୍କୃତି ନାହିଁ। କାରଣ ଯୋଉ ଏକକ ପରିବାର ଫଳରେ ଯୋଉ ସ୍ୱାମୀ ସ୍ତ୍ରୀ ଉଭୟ ରହୁଛନ୍ତି, ତାଙ୍କର ପିଲା ରହୁଛନ୍ତି, ଯାହା ଫଳରେ ପିଲାମାନେ ବଞ୍ଚିତ ହଉଛନ୍ତି ଜେଜେମା ଠାରୁ କାହାଣୀ ଶୁଣିବା ପାଇଁ, ଆଇମାର କାହାଣୀ ଶୁଣିବା ପାଇଁ। ଏବଂ ଯାହାଫଳରେ ଧୀରେ ଧୀରେ ସେମାନଙ୍କର ଯୋଉ କଳ୍ପଶକ୍ତିର ବିକାଶ ଘଟିବା କଥା କାହାଣୀ ମାଧ୍ୟମରେ, ପିଲାଟିଏ ଯେତେବେଳେ ଯୋଉ ପ୍ରଶ୍ନ କରେ, ଯୋଉ ଆବେଗ ତା ଭିତରେ ଜଡିତ ଥାଏ, ଯେତେବେଳେ ଜେଜେମା କହେ ଗୋଟିଏ ଅସୁର ଥିଲା, ସେ ଆସି ରାଜକୁମାର କି ନେଇଗଲା, ନେଇକି ଗୋଟେ ଗୁମ୍ଫାରେ ରଖିଲା। ପିଲାଟି ଉଦ୍ଗ୍ରୀବ ହେଇ ଆଇମାକୁ ପ୍ରଶ୍ନ କରେ, ଅସୁର ତ ଖାଇଦବ ରାଜକୁମାରୀ କି ମା? ସେ କହିବ ନାରେ କାହାଣୀ ସେଠି ସରିନି। ପିଲାର ଭିତରେ ଯୋଉ ଉତ୍କଣ୍ଠା ଆବେଗ ବଢାଉଥିଲା ରାଜକୁମାରୀ ପ୍ରତି କାହାଣୀ ମାଧ୍ୟମରେ, ସେଇ ଯୋଉ ମାଧ୍ୟମଟି ବର୍ତ୍ତମାନ ଆମ ସାମ୍ପ୍ରତିକ ପାରିବାରିକ ଜୀବନରେ ଆଉ ଦେଖିବାକୁ ମିଳିଲା। କାରଣ ଏବେକାର ଯୋଉମାନେ ଛାତ୍ର ଅଛନ୍ତି, ତାଙ୍କର ଯୋଉ ପିତାମାତା ମାନେ, ସେମାନେ ଗୋଟେ ଦୌଡ଼ ପ୍ରତିଯୋଗିତାର ଜୀବନ ଭିତରେ ନିଜକୁ ବାନ୍ଧି ରଖିଛନ୍ତି। ସେମାନଙ୍କ ପାଇଁ ପରିବାରରେ ପିଲାର ମାନସିକ ବିକାଶ ପାଇଁ ଯଥେଷ୍ଟ ସମୟ ନାହିଁ, ପ୍ରାଚୁର୍ଯ୍ୟ ଅଛି। ତେଣୁ ସେମାନେ କଣ କରୁଛନ୍ତି, ପିଲାକୁ କେମିତି ତାଙ୍କର ନିର୍ଦ୍ଦିଷ୍ଟ କୋର୍ସରେ ଥିବା ପାଠ୍ୟକ୍ରମକୁ ସେ ପଢିକି କେମିତି ଉନ୍ନତ ମାନର ଛାତ୍ର ହେଇପାରିବ, କେମିତି ଅଧିକରୁ ଅଧିକା ନମ୍ବର ରଖିବ ଏବଂ ସେ କେମିତି ବୃତ୍ତିଗତ ଜୀବନ, ଗୋଟେ ଭଲ ବୃତ୍ତିଗତ ଜୀବନ ପାଇବ, ସେଥିପାଇଁ ସେମାନଙ୍କର ଯେତିକି ପ୍ରୋଜେକ୍ଟ ରହୁଛି, ପିଲାର ଭାବନା ଶକ୍ତିର ବିକାଶ, କଳ୍ପନା ଶକ୍ତିର ବିକାଶ ଏବଂ ତା ଭିତରେ ଯୋଉ ସମ୍ବେଦୀ ହୃଦୟଟେ ସୃଷ୍ଟି କରିବା ପାଇଁ ସେମାନେ ଆଦୌ ପ୍ରଯତ୍ନ କରୁନାହାନ୍ତି। ତେଣୁ ଏବେ ଯୋଉ ବାପା ମା ମାନେ ଅଛନ୍ତି, ଯୋଉ ବାପା ମାଙ୍କର ବୟସ 25ରୁ 40 ବର୍ଷ ଭିତରେ, ଯୋଉମାନଙ୍କ ପାଖରେ ଛୋଟ ଛୋଟ ପିଲା ଅଛନ୍ତି, ସେମାନେ ଅଭ୍ୟାସ କରନ୍ତୁ ସେମାନଙ୍କର ପିଲାମାନଙ୍କୁ କାହାଣୀ ଶୁଣେଇବା ପାଇଁ, ଗଳ୍ପ ଶୁଣେଇବା ପାଇଁ, ନୀତିବାଣୀ ଶୁଣେଇବା ପାଇଁ। ଯାହା ଫଳରେ ଛୋଟବେଳେ ଆପଣ ଜାଣିଥିବେ, ଗୋଟେ ଗବେଷଣା କହୁଛି, ଇସ୍ରୋର ଯେ ଥିଲେ ବୈଜ୍ଞାନିକ, ତାଙ୍କର ଗବେଷଣା ଲବ୍ଧ ଜ୍ଞାନ ହେଲା ଯେ 2 ବର୍ଷରୁ 8 ବର୍ଷ ଭିତରେ ପିଲାମାନଙ୍କ ଭିତରେ ସ୍ମୃତି ଶକ୍ତି ଏତେ ପ୍ରଖର ଥାଏ ଯେ ସେମାନେ ଯାହା ଶୁଣିଥିବେ ତାକୁ ସେମାନେ ଖୁବ ଗଭୀର ଭାବରେ ମନେ ରଖିଥାଏ ଏବଂ ସେଇଟା ସାରା ଜୀବନ ତାଙ୍କ ମନରେ ଥାଏ। ତେଣୁ 2 ବର୍ଷରୁ 8 ବର୍ଷର ପିଲାମାନଙ୍କ
ମାନସିକ ବିକାଶ ପାଇଁ କେବଳ ଆମେ ସ୍କୁଲରେ ଦିଆ ହେଉଥିବା ପାଠ୍ୟପୁସ୍ତକର ଜ୍ଞାନକୁ ଭିତରେ ସୀମିତ କରିଦେଲେ ହେବ ନାହିଁ। ଆମକୁ ତାଙ୍କୁ ବିଭିନ୍ନ ପ୍ରକାର କାହାଣୀ ସେ ହେଇପାରେ, ରାମାୟଣ ହେଇପାରେ, ପୌରାଣିକ କାହାଣୀ ହେଇପାରେ, ଇତିହାସର କାହାଣୀ ହେଇପାରେ, ଆଇମା କାହାଣୀ ହେଇପାରେ, ଭୂତ ପ୍ରେତର ଗଳ୍ପ ହେଇପାରେ, ଯୋଉଟା ପିଲାର ମାନସିକ ବିକାଶରେ ସାହାଯ୍ୟ ଦବ। ସେଇ ସବୁ କାହାଣୀକି ଯଦି ଶୁଣେଇବା ତାହେଲେ ପିଲା ଭିତରେ ତାର ମେଧାଶକ୍ତି, ଧୀଶକ୍ତି ଏବଂ ସ୍ମୃତି ଶକ୍ତି ବୃଦ୍ଧି ପାଇବା ସହିତ ସେ ପରବର୍ତ୍ତୀ ସମୟରେ ସେଇ ସବୁ ଗଳ୍ପ ମାନଙ୍କରୁ ତାର ଜୀବନର ସମସ୍ୟାକୁ ମଧ୍ୟ ଖୋଜି ପାଇବ। ତେଣୁ ଏବେ ଏଇ ଯୋଉ ସମୟରେ ଦାୟିତ୍ୱ ରହୁଛି ଆମର ଅଭିଭାବକ ମାନଙ୍କର, ଯେ ଅଭିଭାବକ ମାନେ ତାଙ୍କର ପିଲାମାନଙ୍କୁ ଉତ୍ତମ ମଣିଷ ଭାବେ ଗଢ଼ିବା ପାଇଁ, ଉତ୍ତମ ଛାତ୍ର କେବଳ ନୁହଁ, ଉତ୍ତମ ମଣିଷ ଭାବେ ଗଢ଼ିବା ପାଇଁ ତାଙ୍କୁ ବିଭିନ୍ନ ଶିଶୁ ପତ୍ରିକା, ଶିଶୁ ପୁସ୍ତକ ଅଧ୍ୟୟନ କରିବା ପାଇଁ ଉତ୍ସାହିତ ଏବଂ ପ୍ରୋତ୍ସାହିତ କରିବା ମଧ୍ୟ ଦରକାର। ଚମତ୍କାର ସାର୍ ସାର୍। ନମସ୍କାର। ନମସ୍କାର ସାର୍। ଆଜି ଦିନରେ ପାଠାଗାର ସମ୍ବନ୍ଧରେ ଯେହେତୁ ଆଲୋଚନା ହେଉଛି, ପୁରୀ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କର ଟାଇଟଲ ମୁଁ ବୁଢ଼ା ଲାଗେ, ତାଙ୍କର ନାଁଟା ମୁଁ ଭୁଲିଯାଇଛି। ଏବେ ମଧ୍ୟ ତାଙ୍କର ଲାଇବ୍ରେରୀ ରହିଛି ସେ ଗାଁରେ, ତାଳପତ୍ର ପୋଥି, ବିଭିନ୍ନ ପୁସ୍ତକ। ନୟାଗଡ଼ ଜିଲ୍ଲାର ଦାଶରଥୀ ପଟ୍ଟନାୟକ। ଦାଶରଥୀ ପଟ୍ଟନାୟକ, ହଁ ସାର୍, ତାଙ୍କ ବିଷୟରେ ଟିକେ ପାଠାଗାର ମଣିଷ ମନେ କୁହାଯାଏ। ପକେଇବା କଥା ଓଡ଼ିଶା ପାଠ ମାନେ ପାଠାଗାର ନୂଆଗାଁ ମୁଖ୍ୟ ଉଦୟପୁର ପ୍ରବର୍ତ୍ତକ। ତାଙ୍କ ଘର। ସେ କେବଳ ଏବଂ ପାଠାଗାର ସହ ଗୋଟେ ମାନେ ସଂଗ୍ରହାଳୟ ମଧ୍ୟ କରିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଯାହା ଯାହା ପାଇଛନ୍ତି ତାକୁ ଆଣି ମଧ୍ୟ ଗୋଟେ ସଂଗ୍ରହାଳୟ କରିଛନ୍ତି। ହଁ, ତାଙ୍କୁ ଦାସିଆ ବୁଢ଼ା ବୋଧେ କ'ଣ କହନ୍ତି। କୁହାଯାଏ ତାକୁ। ହଁ ସାର୍, ହଁ ସାର୍, ଠିକ୍ ଅଛି ସାର୍, ଠିକ୍ ଅଛି ସାର୍, ଠିକ୍ ଅଛି, ଧନ୍ୟବାଦ ସାର୍ ନମସ୍କାର ସାର୍। ନମସ୍କାର। ହଁ, ମୋର ଗୋଟେ ସଜେସନ ଅଛି ଯେ ଆପଣ ଆଲୋଚନା କଲେ ବି ଆପଣ ବି ଠିକ କଥା ସବୁ କହିଛନ୍ତି, କିନ୍ତୁ ମତେ ଗୋଟେ କଥା ଲାଗୁଛି କିଛି ବୋଧେ ଛାଡିଗଲା ଭଳିଆ ଲାଗୁଛି ଏଇଥିପାଇଁ ଯେ ଅଭିଭାବକ ମାନଙ୍କର ପ୍ରଥମ ଦାୟିତ୍ୱ ହବା ଦରକାର ପିଲା ହାତରେ ଆଣ୍ଡ୍ରଏଡ ଫୋନ ନ ଧରେଇବା। ଯେହେତୁ ଆପଣ ଦେଖନ୍ତୁ, ଆମେ ଯେତିକି ବର୍ତ୍ତମାନ ଅଛନ୍ତି ମିଟରେ ଅଛନ୍ତି ଆଲୋଚନା ଚକ୍ରରେ, କାହା ଫାମିଲିରେ ବି ଆମର ପ୍ରାୟ ସମସ୍ତଙ୍କ ଫାମିଲିରେ କିଛି କିଛି ଛୁଆ ଅଛନ୍ତି କି 6 ବର୍ଷ, 7 ବର୍ଷ, 8 ବର୍ଷ, 10 ବର୍ଷ, 14 ବର୍ଷ ଏମିତିଆର ବି ଛୁଆ ଅଛନ୍ତି, କିନ୍ତୁ ତାଙ୍କ ହାତରେ ଆମେ ଆଣ୍ଡ୍ରଏଡ ଫୋନ ବି ଧରେଇ ଦଉଛୁ ଜନ୍ମରୁ। ଏମିତିକି 2 ବର୍ଷ, 3 ବର୍ଷରୁ 5 ବର୍ଷରେ ପିଲା ଖେଳିବ, ପିଲା ଶୁଣିବ, ଏସବୁ ଦାୟିତ୍ୱ କାର? ଅଭିଭାବକ ମାନେ ଯଦି ସେ ବାବଦରେ ସଚେତନ ନ ହେବେ, ପିଲାଟା ଯଦି ଜନ୍ମରୁ ଜାଣିଲା ମୋ ହାତରେ ଆଣ୍ଡ୍ରଏଡ ଫୋନ ଅଛି, ମୁଁ ସବୁ କିଛି ପାଇଯାଇ ପାରିବି, ତାହେଲେ ସେ ବଡ ହେଲେ ସେ ତ ଆହୁରି ଉତ୍ସୁକତା ବଢିବ ତା ଭିତରେ। ତେଣୁ ସେ ତ ଆଣ୍ଡ୍ରଏଡ ଫୋନକୁ ଆହୁରି ବେଶୀ ୟୁଜ କରିବା ପାଇଁ ଜାଣିବ, ଇଚ୍ଛା ହବ ତାର, ଏବଂ ସେ ନ୍ୟାଚୁରାଲି କରିବ। କାହିଁକିନା ଏଇଟା ଗୋଟେ ୱେ ଅଫ ଥିଙ୍କିଂ, ୱେ ଅଫ ଏକ୍ସପ୍ରେସିଂ ଏନିଥିଙ୍ଗ, ହ୍ୱାଟ ଏଭର ୟୁ କ୍ୟାନ ସେ। ତେଣୁ ଆମେ ପ୍ରଥମ ଦାୟିତ୍ୱ ରହିବା ଦରକାର ପାଠାଗାର ସଂସ୍କୃତି କି ପିଲାଟି କେମିତି ପାଠାଗାର ଭିତରକୁ ଯିବ, ପାଠ ପଢିବ ଇତ୍ୟାଦି ଯାହା ହବ, ପ୍ରଥମ ଦାୟିତ୍ୱ ଅଭିଭାବକଙ୍କ ପାଖରେ ରହିବା ଦରକାର। ପିଲା ଠାରୁ ଆଣ୍ଡ୍ରଏଡ ଫୋନକୁ ଦୂରେଇ ରଖିବେ। ଇଏ ଗୋଟେ ସଜେସନ ମୁଁ ଦେଇପାରୁଛି, ଆପଣ ଗ୍ରହଣ କରିପାରନ୍ତି ନ କରିପାରନ୍ତି। ଆପଣ ସଜେସନ ବହୁତ ଉତ୍ତମ ସଜେସନ। ଆପଣ ଯଦି ତାକୁ ଭାରି ଗଭୀର ଭାବରେ ମନନ ଚିନ୍ତନ କରିବେ, ଆଣ୍ଡ୍ରଏଡ ଫୋନ ଗୋଟେ ନିଶା ହେଇଯାଉଛି ଗୋଟେ ପିଲା ପାଇଁ। ଯୋଉ ବାପା ମା ମାନେ କଣ ହଉଛନ୍ତି, ଯୋଉ ଉଭୟ ବାପା ମା ମାନେ କର୍ମଜୀବୀ ଅଛନ୍ତି, ଯଦି ପିଲା ବେଶୀ ଅଝଟ କଲା, ଦୁଷ୍ଟାମି କଲା, ତାକୁ ସେମାନେ ଫୋନଟି ଧରି ଦେଇକି 2 ବର୍ଷ ପିଲାକୁ ଫୋନଟି ଧରି ଦେଇକି ତାକୁ ଚିତ୍ର ଦେଖାଉଛନ୍ତି। ସେ ଧୀରେ ଧୀରେ ଆଡିକ୍ଟେଡ ହେଇଯାଉଛି। ସେମାନେ ସେଇ ଜାଗାରେ ତାଙ୍କ ପିଲାକୁ ଚିତ୍ର ବହି ମଧ୍ୟ ଦେଖେଇ ପାରନ୍ତେ। ଚିତ୍ର ବହି ନଷ୍ଟ କରୁ, ସେ ଚିତ୍ର ବହିକି ଯଦି ସେ ଗାରେଇ ଗୁରେଇକି ନଷ୍ଟ କଲା ମଧ୍ୟ କରୁ, ଯେମିତି ଏଟାକୁ ସେମାନେ ଆସକ୍ତ କରିଦେଲେ ପିଲାମାନଙ୍କୁ ଆଣ୍ଡ୍ରଏଡ ଫୋନ ଭିତରେ, ତାଙ୍କର ମଧ୍ୟ ଦାୟିତ୍ୱ ରହୁଛି କାନ୍ଦିଲା ଯେ ତାକୁ ବିଭିନ୍ନ ଚିତ୍ର ମାଧ୍ୟମର ପୁସ୍ତକକୁ ଦେଇକି, ଏଇ ଚିତ୍ର ଦେଖ, ସେ ଚିତ୍ର ଦେଖ, ଗପ ଶୁଣେଇକି ତାକୁ ସେମାନେ ମଧ୍ୟ ପୁସ୍ତକ ପ୍ରତି ଆସକ୍ତି ବୃଦ୍ଧି କରିପାରନ୍ତେ। କିନ୍ତୁ ଯେହେତୁ ଆମକୁ ସହଜ ମାଧ୍ୟମଟି ମିଳିଲା, ସେ ଦେଖି ନାଚ ଗୀତ ଶୁଣିଲା, ତେଣୁ ସେ ସହଜରେ ଆପଣେଇ ନେଉଛି, ପୁସ୍ତକକୁ ଆପଣଉ ନାହିଁ। ତେଣୁ ଏଠି ଯେହେତୁ ପରବର୍ତ୍ତୀ ପିଢି ଗଢିବାର ଦାୟିତ୍ୱ ରହୁଛି ଆମମାନଙ୍କ ଉପରେ, ଆମର କର୍ତ୍ତବ୍ୟ ରହୁଛି ଆମେ ପିଲାମାନଙ୍କୁ ପୁସ୍ତକ ଅଭିମୁଖୀ କରାଇବା। ପୁସ୍ତକ ଅଭିମୁଖୀ କଲେ ତାଙ୍କୁ କ'ଣ କଲେ ସେମାନେ ପୁସ୍ତକ ଆଡକୁ ଯିବେ, ଫୋନ ଆଡକୁ ଯିବେ ନାହିଁ ବା ଟିଭି ଦେଖିବେ ନାହିଁ। ଆମେ କ'ଣ କରିବା, ତାଙ୍କୁ ଆମେ
आमे यदि निजे वयस्क माने आपण जदि डाटा नेबे एबे जो अभिभावक मैंने अच्छा जो मानकर पिला मानकर कहानी शुणियार बयस से अभिभावक बयस हूँ 40 वर्ष भितर से माने कौनसी पूरा पौराणिक कहानी गल्प शिखी नहांती कारण से माने आसीचंती एबे ये जो नव्य शिक्षार प्रतियोगिता माध्यम केवल ताकर विषयगत प्रतिष्ठा अर्जन करिके तेणु से माने निजे जेतेबेले कहानी जानी नहांती से माने तांको पिला मानको सोइबा पई बुझेगा कौन सी कहानी कही पारु ना तेणु बाप माँ मैंने जो 40 वर्ष भीतर जो बाप माँ मैंने अच्छा से बर्तमान छोट जो पिला उद्दिष्ट कहानी मान को पढ़ंतु आमर पंचतंत्र कहानी पिला उद्दिष्ट थिला से पृथ्वी समस्त भाषा अनुदित बही कारण से बही रे से बड़ मान शिखुले एवं छुआ मानकर मनोरंजन कहानी होता तेणु आमे जदि बड़ माने अभ्यास करिया पिला को कहानी शुणापी पिला कौन गीत शुणापी देखिए धीरे धीरे से गप गीत मजी जाकि ये जो फोन एंड्रॉइड फोन रू से दूरे जीवे। आज्ञा सर आपण कथा तो मो कथा को भाबुची ग्रहण करचंदी आउ गोटे कथा सर कहबी देखंतु गूगल ये गोटे मनीष नुहे जे काठू से निजे किछि तयारी करि परिबो से कारण से अन्यठू आनिले ता भितरे लोड करिवो सेई थ्रू आमे माने जिंसडे पाइबा तेनु हम जो माने एडमिनिस्ट्रेटर रहिले मन करंतु पाठागार दायित्व रे जो माने रहिले कि सरकार बहादुर निजे सी जदि तापर गोटे रेस्ट्रिक्शन लगाते पाठागार कौन सी पुस्तक को जे गूगल को छाड़िबे नहीं गोटे कथा जे आउ तापर कौन से आमे स्वाभिमानी जो माने लेखा इत्यादि रे आमे निजको नियोजित करिसंती लेखुचंती जो माने कि स्वाभिमानी लेखक से माने तांकर लेखा को गूगल को साइड की देबे नहीं ताहले तो अनेकांश रे प्रॉब्लम सॉल्व होई जिवो एटा मो मत तेनु आपण जा भाबिबे नहीं कौन हो कि वर्षा हेले नदीर जलस्तर बढ़िया बन्या हम बोल कि आम वर्षा को न हो बोली प्रार्थना करि परिबा नाही गूगल केवल गूगल आवश्यकता रही मना कर किंतु आमे जो गूगल व्यवहार कर आवश्यक ताको ही करिया कौन सी जिनस खराब बोली मु आदौ कोने गूगल खराब कारण आपण बर्तमान गूगल मैप रे आपण विभिन्न अचिना स्थान को जाई पारछन्ते ड्राइविंग करके आपण गूगल मैप नगे दे जाई डेस्टिनेशन रे पहुंच जाउछन त गूगल रे बहुत गुड़े सुविधा करछि आपण गोटे हठात गोटे विषय जानिया चाहले सर्च कर देला आपण जानि देले किंतु गूगल पाठ पढ़िबार पुस्तक पढ़िबार सब्स्टिट्यूट न हो ताहा ही करा जाय परिबो कारण गूगल रे पूर्ण पुस्तक जन पढ़ी परिबो नै तार एवरेज आछी केवल तेणु गूगल को बंद करिया परिवर्ते आमे आम पिला माननको आमे केमिति गठन करिया सेटा हो जे आम ऊपर बड़ दायित्व ठीक कथा तो मु तो ताही कहूची सर सेही कथा ही कहूची गूगल रे जोटा आवश्यक जोटा साधारण को पई सेटा आसु पाठ्य पुस्तक गूगल को आमे काहे दउचंती मन करंतु एडमिनिस्ट्रेटर माने आमे कोन ता ऊपर गोटे किछि रोक लगेई परिबानी जे नाही गूगल को पाठ बही छडा जीवो नाही हां सेटा आपण केवल हां स्कूल पाठ्य पुस्तक को गूगल को न दिया जाएगी कारण पिला माने अति शॉर्टकट रे प्रस्तुत भाबे गूगल को सर्च करि पकांती सेटा हवा उचित न हो धन्यवाद मैडम आज्ञा सर आपका प्रश्न खूब सुंदर धन्यवाद सर को मोर आउ गोटे छोटिया प्रश्न खाली जे आज समय पिला माने सर जेमती के हैरी पॉटर बही बाहरिला एती संख्या रे मिलियंस रे बिक्री हला आ ताको पढ़े पे सब पिला मानकर एते आग्रह आपण मु कहबा कते जे सर ओडिया साहित्य रे माने आमे कोन टिके पिला को पई शिशु जो ना आकर्षित करियो सेमिति किछि किछि पदक्षेप नेले ओडिया रे भी बहुत बही मारुची किंतु पिला मान कहीं के आकर्षित हेई पारुना मु ओडिया साहित्य कथा कहूची सर हां ओडिया बढ़िया कथा रे कहले कारण हैरी पॉटर
जो जेके रोलिंग सी बही से 700 कोटी टका रॉयल्टी पाइले है। चिंता करते से बही बिक्री संख्या केते एवं सी केवल गोटे इमेजिनेशन को देखो से बही रे केवल पिला मानकर जे फैंटासी की से ग्रोथ कर पिला माने फैंटासी की सेला पिला नु बड़ मान मध्ये ताको पढिचंते हैरी पॉटर रो बड़ मान मध्ये पढुचंते। आपण जोटा कहले मु सेथिरे संपूर्ण एकमत। आमे आम पिला मानक भितर कल्पना शक्तिर विकास पाए जो प्रकार शिशु साहित्य हवा कथा आमे से प्रकार शिशु साहित्य को एपर्यंत दवा पाए पिला मानक सक्षम हेना। तेणु जो माने शिशु साहित्य अच्छी से बर्तमान से अध्ययन कर आप देखो गोटे इंग्राजी राइम छुआ मैंने केमी सरल भाव में मन रखुच्च कि बुझुना ट्विंकल ट्विंकल लिटिल स्टार हाई अंडर व्हाट यू आर से किसी बुझी ना किंतु से मन रखिंट सेमती जति छंद पढ़ुवा राइम ओडिया सृष्टि हो पारि ना जहाँ फल धीरे 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 से कौन से प्रिफर कर रेन रेन गो अवे प्रिफर कर ओडिया गीत को से प्रिफर करूना आमर ओडिया शिशु साहित्यिक मान बर्तमान ध्यान देवा पड़ो और यहाँ को आ गोटे शिशु साहित्य मान सम्मेलन उपस्थापित करी जे जितेबाला आमर इंग्रेजी जमी राइम्स रोचे सर्ट स्टोरी छोटे छोटे गप रखा पिला आकर्षित करने फैंटासी रोचे कल्पना प्रवणता रोचे पिला से गल्प पढ़ाई पढ़े कल्पना प्रवणता वृद्धि पाँच जिते दिन पर्यंत आम मैंने देना से दिन पर्यंत आम आम प्रति पिला आकृष्ट कर कौन हो आपण जो आ गोटे एवं किछि लेखा लेखा जाए किंतु आमर धारणा रही जाए पिला मानक जो बही केवल पिला माने पढ़े शिशु साहित्य जो दास बेनेहर ना आप शुणी थे आप भल भाव जानी थे विशिष्ट शिशु साहित्य लेखक 120 खंड शिशु साहित्य बही अच्छी से ये जिंक्स की भांगिया शिशु राइम को से ओडिया रे लिखिचंती किंतु जेहेतु तार सर्कुलेशन संख्या बहुत कम से ताकू स्कूल माने विद्यालय मान तार प्रवेश घटी पाइला नहीं एवं तापाई जो आमे उपयुक्त शिशु शिक्षक मान को ट्रेनिंग दे पाइल ताकू राइम माध्यम केमिति शिखा ग्रहण करा जिवो याफल धीरे 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 आमे केवल ये जो इंग्लिश रे केति राइम अछि ताकू आमे मु कहूँ जे इंग्राजी माध्यम राइम शिक्षा खराब कि बोली आदौ कहूना आमर निज भाषा जो कल्पना प्रवणता अन्य गोटे भाषा रहा कारण जड़े कांदिले निज मातृभाषा कांदी पार रागिले निज मातृभाषा रागी पार निज को भल भाव में परिप्रकाश करने निज मातृभाषा ही पिलाटा को सहाय करे घर भितर पिलाटी ओडिया सब कहते केवल स्कूल जाकि इंग्राजी कहले ता भीतर जो भाषा प्रयोग जो व्यवधान टा सृष्टि होची एवं से व्यवधान दूर करने तार बापा माँ मैंने जो नुआ नुआ सृष्टि होची शिशु साहित्य से शिशु साहित्य पुस्तक को पढ़ाई देवा उचित। धन्यवाद सर। व्यक्तिगत अनुभव कथा कहूँ मोर गोटे मोर शिशु साहित्य बही छापिला जो विचारपति अन्य कहानी सेटा 6 मास भर द्वितीय संस्करण होके आसा एनबीटी द्वारा से द्वितीय थर तो मो पाक बही पढ़े आप थे मो पाक बही पढ़ी ना ये बहीटा द्वितीय संस्करण है जो 8टी गल्प था विभिन्न माने विश्वर विभिन्न भाषा चाइनीज स्टोरी जापानीज स्टोरी इंडोनेशियन स्टोरी अनुवाद करी। अच्छा सेटा को लेकिन पिला माने पढ़ी पिलांकर अभिभावक मैंने पढ़ी जन कि सूर्य भितर किए बड़ ये कली समुद्र लुणियाला ये सब जिनस आम पिला पाखे आम अभिभावक मैंने जो पहुँचो ना जहाँ आम पाखे पुस्तकर अभाव नहीं कि आम अभिभावक निज पिला किणी नहीं पहुँचवाटा गोटे बड़ गैप रही अच्छे से गैप को पूरण करने दरकार। धन्यवाद सर। सुंदर भाव आज प्रश्नोत्तर कार्यक्रम सरी सर
ଏବେ ବି ମୁଁ ଭାବୁଛି ଯଦିଓ ଅଭିଭାବକ ମାନେ ଫୋନ ଦଉଛନ୍ତି କିନ୍ତୁ ସ୍କୁଲ କଲେଜରେ ପ୍ରାୟ ୟାର ରେଷ୍ଟ୍ରିକ୍ସନ ଅଛି। ସ୍କୁଲ ଭିତରେ ତ ଆଲାଉ ମୋବାଇଲ କରୁନାହାନ୍ତି, କୌଣସି ଭଲ ସ୍କୁଲ ଆଜ୍ଞା ତାର ପିଲାମାନଙ୍କୁ ଆଲାଉ କରୁନି ସ୍କୁଲ ହଁ ସାର୍, ଭିତରେ ମୋବାଇଲ ନେବା ପାଇଁ। ମୋବାଇଲ ଫୋନ ଆଲାଉ କରାଯାଉନି। ଆଉ ପ୍ରତି ଶ୍ରେଣୀରେ ହିଁ ଅଛି ପିରିୟଡ ଅଛି ସାର୍ ପାଠାଗାର ଯୋଉ ଲାଇବ୍ରେରୀ, ଆଉ ସେଟା ବି ସ୍ମାର୍ଟ ଲାଇବ୍ରେରୀ ହେଇଛି। ବହି କିଛି ପଢୁଛନ୍ତି ସମସ୍ତେ ନହେଲେ ବି କିଛି ହଁ ମାତ୍ରାରେ ଆପଣ ଯୋଉ ମୁଁ ଆଶା ରଖିଛନ୍ତି। କୌଣସି ଜିନିଷ ମାନେ ସମ୍ପୂର୍ଣ୍ଣ ରୂପେ ଆପଣ କହିପାରିବେନି ଯେ ଆଉ ବହି ପଢୁନାହାନ୍ତି ବୋଲି ବହି ଏତେ ଛପା ହଉଛି କେମିତି ଆଜ୍ଞା ଯାଉଛି, ବହି ହଁ ସାର୍, ପଢୁଛନ୍ତି କିନ୍ତୁ ଆମେ ଯୋଉ ପରିମାଣରେ ପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି ହେବା କଥା ସେଇ ପରିମାଣରେ ଆଗ୍ରହଟା ସୃଷ୍ଟି ହଉନାହିଁ। ଆଜ୍ଞା ସାର୍, ଧନ୍ୟବାଦ ସାର୍। ସୁନ୍ଦର ଭାବରେ ଆଜି ଆଲୋଚନା ଏବଂ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରଖିଲେ। ମୁଁ ସାର୍ ଏଇ ପରିପ୍ରେକ୍ଷୀରେ ଆମର ଶଙ୍କର୍ଷଣ ସାର୍ ଅଛନ୍ତି, ସାର୍କୁ ମୁଁ ଅନୁରୋଧ କରିବି ସାର୍ ଆପଣ କିଛି ମତାମତ ରଖନ୍ତୁ 2-3 ମିନିଟ୍ ପାଇଁ। ଶଙ୍କର୍ଷଣ ସାର୍। ସାର୍ ନମସ୍କାର। ଆଜିର ଆଲୋଚନାର ଉପସ୍ଥିତ ସମସ୍ତ ବିଜ୍ଞ ଅଭିଜ୍ଞ ମାନଙ୍କୁ ମୋର ସାରସ୍ୱତ ପ୍ରଣାମ। ଯାହା ମତେ କହିବା ସୁଯୋଗ ଦେଇଥିବାରୁ ମୁଁ ଦୀପଦ କହିବା ଯାଉଛି। ଆପଣଙ୍କ ଆଲୋଚନା ବହୁତ ଶୁଣିଲି। ଜୀବନରେ ତ ମୁହୂର୍ତ୍ତରେ ବହୁତ ଝଡ଼ଝଞ୍ଜା ଭିତରେ ଆମେ ଆସିଛେ। ପୁସ୍ତକର ଆବଶ୍ୟକତା କଣ ତା ମଧ୍ୟ ତାହା କୁହାଯାଇଛି ଏବଂ ବର୍ତ୍ତମାନ ପରିବେଶ ଭିତରେ ଯାହା ଚାଲିଛି ତାକୁ ମଧ୍ୟ ଆଲୋଚନା ତର୍ଜମା କରାଯାଇଛି, କିନ୍ତୁ ତାକୁ ପୁନରୁଦ୍ଧାର କରିବାକୁ ଚାହୁଁନି। ବର୍ତ୍ତମାନ ଆମ ଯୋଉ ଲାଇବ୍ରେରୀ ଉପରେ ଏ ତ କେତେ କଥା ରହିଛି, କିନ୍ତୁ ସରକାରଙ୍କର ଯୋଉ ଚିନ୍ତାଧାରା ରହିଛି ଯେ କେତେ ଗୁଡାଏ ଜିନିଷ ଆମର 14 ନଭେମ୍ବର ଠୁ 20 ପର୍ଯ୍ୟନ୍ତ ଗୋଟେ ପାଠାଗାର ପ୍ରେମୀ ମାସ ହଉଛି ସରକାର କରିଛନ୍ତି ଏବଂ ବିଭିନ୍ନ ପ୍ରକାର ପୁସ୍ତକ ମେଳା ମଧ୍ୟ ହଉଛି, ସେଟାକୁ ଜାତୀୟ ଗ୍ରନ୍ଥାଗାର ସପ୍ତାହ ମଧ୍ୟ ତାକୁ କରାଯାଉଛି ଏବଂ ଅଗଷ୍ଟ 12ରେ ଗୋଟେ ଗ୍ରନ୍ଥଗାରିକ ଦିବସ କରାଯାଉଛି। ସେ ଯୋଉ କହୁଥିଲେ ସାର୍, ସେ ଯୋଉ ପୁରୀ କଥା, ସେ ଯୋଉ ବୁଢାଙ୍କ କଥା ଯୋଉ ସଂଗ୍ରହ କରିଥିଲେ ସେ ବହି, ତାଙ୍କରି ଜିନିଷ ଉପରେ ମଧ୍ୟ ବହୁତ କଥା ରହିଛି ଏବଂ ନିଶ୍ଚିତ ଭାବରେ କେତେକ ବିଶ୍ୱର ପ୍ରମୁଖ ଗ୍ରନ୍ଥାଳୟ ମୁଁ ତ କହୁଛି ଆବେ ଲାଇବ୍ରେରୀ ହଉଛି ଗୋଟେ, ତା ନାଁ ହଉଛି ଆବେ ଲାଇବ୍ରେରୀ। ମୁଁ ଆଉ ଅନ୍ୟ କିଛି ଭାବିନି, ଆବେ ତା ନାଇଁ ନାଁ ନାଇଁ ଟା। ଆଭେଲେବଲ ମୁଁ ଜାଣିଛି। ବିଶ୍ୱର ଏହି ପ୍ରମୁଖ ସୁନ୍ଦର ଗ୍ରନ୍ଥାଳୟ ସୁଇଜରଲ୍ୟାଣ୍ଡରେ ଅବସ୍ଥିତ। ଆଜ୍ଞା। ବହୁ ପୁରାତନ ଲାଇବ୍ରେରୀ ରହିଥିବା ବେଳେ ଅଷ୍ଟମ ଶତାବ୍ଦୀରେ ପ୍ରାୟ 1,60,000ର ପୁସ୍ତକ ଏଠାରେ ଭରପୁର ରହିଛି। ଆଉ ଗୋଟେ ହଉଛି ବବ୍ଲିୟୋଥୋ ଲାଇବ୍ରେରୀ, ଏଟା ହଉଛି ଫ୍ରାନ୍ସର। ଏଥିରେ 1988 ମସିହାରେ ଏହି ଲାଇବ୍ରେରୀର ଗୃହକୁ ବର୍ଧିତ କରାଯାଇଥିଲା। ଏଠାରେ ମଧ୍ୟ 5,000 ଗ୍ରୀକ୍ ପାଣ୍ଡୁଲିପି ଥିବା ଭଳି ଏହାକୁ 3 ଭାଗରେ ବିଭକ୍ତ କରାଯାଇଛି। ତାପରେ ଇଷ୍ଟ କୋରିଆରେ ଇସ୍କୋରିଆଲ ଲାଇବ୍ରେରୀ, ଏଟା ହଉଛି ବୃହତ୍ତମ ଗ୍ରନ୍ଥାଳୟ, ଏଟା ହଉଛି ସ୍ପେନରେ ଅବସ୍ଥିତ। ଏଠାରେ 1563 ମସିହାରୁ ଏଇ ଯୋଉ ଲାଇବ୍ରେରୀ ଗୃହର କାମଟା ଆରମ୍ଭ ହେଇଥିଲା 1563 ମସିହାରୁ ଆରମ୍ଭ ହୋଇ 1584 ମସିହାରେ ସରିଥିଲା। ବାସ୍ତୁଶିଳ୍ପୀଙ୍କ ଚିତ୍ରରେ ଏଠାରେ ଥିବା ଗ୍ରହ ଗୁଡିକର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଛି। ଦ୍ୱିତୀୟ ଫିଲିପଙ୍କ ବହୁ ପୁସ୍ତକ ଏଠାରେ ରହିଛି। ତାପରେ ହଉଛି ବବ୍ଲିଓଟେକ୍ ଲାଇବ୍ରେରୀ, ଏଟା ହଉଛି କୁଇମର ଗୋଟେ ବିଶ୍ୱବିଦ୍ୟାଳୟ 2ଟି କୋଠା ଘରେ ଏହି ଗ୍ରନ୍ଥାଗାର ଆବଶ୍ୟକତା ରହିଛି। ନୂତନ କୋଠାଟି 1962 ମସିହାରେ ଆରମ୍ଭ ହୋଇଥିଲା ବେଳେ କୋଜିଆନା ନିର୍ମାଣ ହୋଇଥିଲା, ଯାହାକି ବର୍ତ୍ତମାନ ବବ୍ଲିଓଟେକ୍ ଲାଇବ୍ରେରୀ ମଧ୍ୟ କୁହାଯାଉଛି। ତାପରେ ୱେବଲିଙ୍ଗନ ମୋନାଷ୍ଟ୍ରି ଲାଇବ୍ରେରୀ, ଏଟା ଜର୍ମାନର, ଯୋଉଟା କି ଜର୍ମାନୀରେ ଥିବା ମୋନାଷ୍ଟ୍ରି ଲାଇବ୍ରେରୀର ନିର୍ମାଣ କାର୍ଯ୍ୟ ମଧ୍ୟ 1744 ମସିହାରେ ସମ୍ପନ୍ନ ହେଇଥିଲା। ଏଠାରେ ଗ୍ରନ୍ଥ ଗୁଡିକ ମଧ୍ୟ କାରୁକାର୍ଯ୍ୟ, ଭିତର କାରୁକାର୍ଯ୍ୟ ଅତି ଅଳଙ୍କାର, ପ୍ରାୟ ଅଳଙ୍କାର ସାଦୃଶ୍ୟ ହୋଇଥିଲା ବେଳେ ଝୁଲନ୍ତା ଗ୍ୟାଲେରୀ ଗୁଡିକ ମଧ୍ୟ ବହୁତ ଖମ୍ବ ଗୁଡିକ ମଧ୍ୟ ଧରିଛି। ଜ୍ଞାନ ବିଜ୍ଞାନର ଭଣ୍ଡାର ଲାଇବ୍ରେରୀ ଭାବରେ ବାହାରେ ଏହାର ଶିଳାଲେଖ ମଧ୍ୟ ଖୋଦିତ ହୋଇଛି। ଆଉ ଗୋଟେ ହଉଛି ଅଷ୍ଟ୍ରିଆର ଜାତୀୟ ଲାଇବ୍ରେରୀ, ଏହା ହଉଛି ଅଷ୍ଟ୍ରିଆର ବୃହତ୍ତମ ଲାଇବ୍ରେରୀ। 1727 ମସିହାରେ ଏଟା ନିର୍ମାଣ କରାଯାଇଥିଲା। 7.5 ଲକ୍ଷ ପୁସ୍ତକ ଏଠାରେ ସଂଗୃହୀତ ହେଇଛି। ଏବଂ ଆଉ ଗୋଟେ ଟ୍ରିନିଟି କଲେଜ ଲାଇବ୍ରେରୀ ଆୟାରଲାଣ୍ଡର, ଏଟା ହଉଛି ବୃହତ ଲାଇବ୍ରେରୀ ଡବ୍ଲିନ ବିଶ୍ୱବିଦ୍ୟାଳୟର ଅବସ୍ଥିତ। ଏଠାରେ ନୂଆ ନୂଆ ପୁସ୍ତକ ମାନ ପ୍ରକାଶିତ ହୋଇଥାଏ
आ गोटे इरिश लाइब्रेरी भाव एटा जनाशुना होती इंग्लैंड रे केते गुड़ा अच्छी आउट हूँ ब्रिस्टल सेंट्रल लाइब्रेरी 1906 मसीह लंडन ब्रिस्टल ठारे यही ग्रंथालय स्थापन कर यार समस्त गृह कारुकार्य भरपूर हो रही गृह गुड़िक असमतल भूमि रही झुलिक रही बेले जना पड़े अटालिकार सम्मुख भागटी 3 महला शो होता बेले तेरा पछपट 5 महला विशिष्ट तेणु यहाँ हूँ तो केतक जिनस रही आमर ये भितर विवेकानंद तो आप जानते से भराइस रीडर से जो पाठागार को जाती जी जाती कर से पाठागार निश्चित भाव से खूब एत बही दिने ने पुणी दिन फेरदेवे तेणु ग्रंथगारिक से उपलब्धि कर कौन पाठ पढ़ुं सबुदिन नौ सबुदिन फेरुंट तेणु से फेरस्त भितर से प्रश्न पचार ग्रंथगारिक बहिर अमुक प्रश्न उत्तर कौन से अमुक पेज अमुक अच्छी आमको विवेकानंद आदर्श को आम मानिया पड़ो से केते भराइस रीडर तेणु आम माँ मैंने जाऊ आप जो आलोचना करुले पिला पाठ पढ़ुना बोली प्रकृत में पिला अवस्था वर्तमान से खराब जिनस ग्रहण करने प्रस्तुत भल जिनस ग्रहण करने प्रस्तुत नुहति किंतु माँ जदि प्रकृत में ठीक हम ताले सब जिन ठीक हम जदि माँ शक्ति माँ कथा से पिला न मान ताले से दिने से पिला वे बाड़ हो तेणु आज जो आवश्यकता अच्छे आप निरूपण कहते स्कूल मान जो प्रकार अवस्था होती आप विश्वास करें पिला माने लिखुंट आप करते कौन करते न करते गोटे स्कूल कथा आम स्कूल कथा मुझे गला वर्ष पिला माने गोटे रही जो लाइब्रेरी जो रही पुस्तक अच्छे पिला पाठ पढ़ी द्वारा देखाला देखिली गोटे गोटे दि जाऊँगी सबुदिन कि जो किसी लिखिक आण बोली से लिखा गुड़ाक तर्जमा करी जोड़ाक भल लेखा गोटाए माने मैगजीन बाहर करने से मोर जो स्टूडेंट अच्छे से